हेलो हाय नमस्कार जय जगन्नाथ केमती अछंती आपण माने सब आई होप आपण माने सब भलरे थिबे एठी म आपण नेक्स्ट वीडियो रे कहितली जे आ मोर कोन प्रॉब्लम हेतिला आगरु माने ग्राइंडर लगेला समय कोन प्रॉब्लम हेतिला आपण माने को देखिबे एबे एटा देखंदु एटा गोटे चा मसला म रेडी करथिली अदा आ गोलमरिच आ लवंग आ इलायची टिके पकेकिना म ताको चा मसला रेडी करथिली आ एठी मु तो हठात किना स्विच दे देथिली ऊपर कवर दे नथिली आपण माने देखिबे आगु आगु मोर पूरा आखी रे पूरा पड़ी जाइथाना म पूरा पछुओ छिटकी छी आपण माने आगु आगु देखिबे एपटे मो अटा पई भी रेडी कर दोथिली काना अटा चकटी रे थिला मु तो प्राय समय मो अटा एमती ग्राइंडर रे ही कर दिए काइना मो करि पारेने अटा पूरा मो तो पाखा 8-10 वर्ष ହେଲା ମୁଁ ଏଇ ଗ୍ରାଇଣ୍ଡର ହିଁ କରେ ପ୍ରାୟ ମୋର ଆଉ ମୁଁ ବାହାରେ ଏବେ କରି ଦେଖୁଛନ୍ତି ତ ଦେଖିଲେ ମୋର ମାନେ ମନ ନାହିଁ ମାନେ ବିଶ୍ୱାସ କରିବେନି ମୁଁ ଏତେ ଟେନସନ ରେ ଅଛି ମାନେ କଣ କରିବି ମୁଁ ଭାବି ପାରୁନି ଏବେ ମାନେ ସବୁ ଗ୍ରାଇଣ୍ଡର ସବୁ ତାର ସେ ସାଇଟ ରେ ମାନେ ଚପିଂ ବୋର୍ଡ ଇଏ ତଳ ଦେଖିବେ ଆପଣ ଆଗୁ ଆଗୁ ଭିଡିଓ ଦେଖିବେ ଆପଣ ଦେଖୁଛନ୍ତି ତ ମତେ ଏଇଗୁଡା ସଫା କରିବାକୁ ମତେ ପୁଣି ବହୁତ ସମୟ ଲାଗିଲା ପୁଣି ମସଲା ବାଟିବି ପୁଣି ଅଟା ସେଠି ଇଏ କରିବେ ମାନେ ମୁଁ କଭର ଟା ନ ଦେଇକି ମାନେ ଏତେ ଅନ୍ୟମନସ୍କରେ ଥିଲି ଏତେ ଟେନସନ ରେ ରହୁଛି ବିଶ୍ୱାସ ବି କରିବେନି ଏବେ ଏମିତି ହେଇଥିଲା ଏଗୁଡା ସବୁ ସଫା କଲି ସଫା କରିକିନା ବାହାରିଲି ଏବେ ପୁଣି ଗ୍ରାଇଣ୍ଡିଙ୍ଗ କରିବା ପାଇଁ ମୁଁ ବାହାର କରୁଛି ସବୁ ସବୁ ଦେଖୁଛନ୍ତି ସବୁ କାଉଣ୍ଟର ଟପ ର ସବୁ ସଫା କରିସାରିଲେଣି ଆଉ ଏବେ ସବୁ ଗ୍ରାଇଣ୍ଡିଙ୍ଗ କରିଦେବି ଗ୍ରାଇଣ୍ଡିଙ୍ଗ କରିକିନା ମୁଁ ରଖିବି ତାପରେ ଯାହା ଆପଣ ମାନଙ୍କୁ ଆଗୁ ଆଗୁ ଦେଖେଇବି କଣ କଣ କରୁଛି କଣ ନାହିଁ ଆଉ ପୁଅ ତ କହିଥିଲା ଆଳୁ ପରଟା ଖାଇବ ବୋଲି ତା ପାଇଁ ଆଳୁ ପରଟା କରିଥିଲି ନାଇଁ ସରି ଆମଲେଟ କରିଥିଲି ଅଣ୍ଡା ଆମଲେଟ କରିଥିଲି ତାରି ପାଇଁ ଆପଣ ମାନେ ଦେଖିବେ ଏଇଠି ଆଉ ପୁଅ ଝିଅ ପାଇଁ କରିଥିଲି ଆଳୁ ପରଟା ଆଉ ମୋ ପାଇଁ ବି ଆଳୁ ପରଟା କରିଥିଲି ଆଉ ଅଣ୍ଡା ବି ପୋଷ୍ଟ କରିକି ଖାଇଥିଲି କାରଣ ଝିଅ ତ ଖାଏନି କି ତାର ଏଡି ଖାଆନ୍ତିନି ଏମିତି ହେଇଥିଲା ଆଉ ଏବେ ବି ଆପଣ ମାନେ ମୋ ଟୋନ ରୁ ଜାଣି ପାରୁଥିବେ ମତେ ମୋର ଦେହ ବି ଭଲ ନାହିଁ ଆଉ ଟୋନ ବି ମାନେ କଣ କହିବି ଆଗୁ ଆଗକୁ ଯୋଉ ରିପୋର୍ଟ ଆସିଲେ ଆପଣ ମାନଙ୍କୁ ଦେଖେଇବି କଣ କଣ ହେଇଛି କଣ ନାହିଁ ଆଉ ଏଇଠି ମତେ ଆପଣ ମାନଙ୍କୁ କଣ ଜଣେଇବି ସେ ଯୋଉ ରିପୋର୍ଟ କିଛି ଆସିନାହିଁ ଡକ୍ଟରକୁ ଦେଖା ହେଇଛି ଆଉ ରିପୋର୍ଟ ଆସିନାହିଁ ରିପୋର୍ଟ ଆସିଲେ ଆପଣ ମାନଙ୍କୁ ଦେଖେଇବି କଣ ହେଇଛି କଣ ନାହିଁ ଏଠି ମୁଁ ତରତର ହେଇକି ରୋଷେଇ କରୁଥିଲି କାହିଁକି ନା ପୁଅର 8:30-9ଟା ଭିତରେ ଟାଇମ ତାର ହଷ୍ଟେଲ ଟାଇମ ତାକୁ ଏଇ ସମୟରେ ଭୋକ ହେଇଯାଏ ଟିକେ ଆଉ ସେଇ ଯୋଉ ତରତର ହେଇକି ରୋଷେଇ କରୁଥିଲି ମୁଁ ରୁଟି କରୁଥିଲି ଆଉ ତା ପାଇଁ ଆମଲେଟ ବି କରିଛି ଏମିତି କରିକି ସାଣ୍ଡୱିଚ ଟାଇପ ର ତାକୁ କରିକିନା ଦେଇ ଦେଇଥିଲି ଆପଣ ମାନେ ଆଗୁ ଆଗୁ ଦେଖିବେ ଆପଣ ଦେଖିକି ମତେ ଟିକେ ମାନେ କମେଣ୍ଟ କରିକି ଜଣେଇବେ ଆଉ ଆପଣ ମାନଙ୍କୁ ଭିଡିଓ ମୋ ଦେହ ଭଲ ନାହିଁ ତଥାପି ଆପଣ ମାନଙ୍କୁ ମୁଁ ଭିଡିଓ ଦଉଛି ଆପଣ ମାନଙ୍କର କାହିଁକି ନା ଆପଣ ମାନେ ଅପେକ୍ଷା କରିଥିବେ ଆଜି ବି ମୁଁ ଭିଡିଓ ଦେଇନି ଆଜି ଖାଲି ମାନେ ଭିଡିଓ ଅଛି କିନ୍ତୁ ଏଡିଟିଂ କରିବାକୁ ମୋର ମାନେ ପେସେନ୍ସ ରହୁନି ମାନେ ମୋର କଣ ହଉଛି ବ୍ୟାକ୍ ପେନ୍ ହଉଛି ସେଇ ଯୋଗୁ ମୁଁ ଟୋଟାଲ ଭିଡିଓ ଦେଇପାରୁନି କାହିଁକିନା ମୁଁ ଚାହିଁଲେ ତ ମୋବାଇଲ କି ଚାହିଁଲେ ତ ମୁଁ ଭିଡିଓ କରିବି ନା ମାନେ ଏଡିଟିଂ କରି ଏଡିଟିଂ ଜାଣିଥିବେ ଆପଣ ମାନେ କେତେ କଣ ସବୁ ଦେଖିବାକୁ ପଡୁଛି ଇଏ କରିବାକୁ ପଡୁଛି ଆଉ ସବୁ ପଏଣ୍ଟ ବାଇ ପଏଣ୍ଟ ସବୁ କହିକିନା ଇଏ କରିକି ସବୁ ଏଡିଟିଂ କଲା ବେଳୁ ହଉନି ଅସୁବିଧା ହଉଛି ମତେ ମୋର ବ୍ୟାକ୍ ପେନ୍ ପ୍ରବଳ ହଉଛି ଆଡୁ ସେଇ ଯୋଗୁ ମୁଁ ଏଡିଟିଂ କରିପାରିନଥିଲି ଆଉ ଆଜି ଟିକେ ଏଇଠି ବସିକି ଅଳ୍ପ 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 କରିକି ଏଡିଟିଂ କରୁଛି ଏଟା ବହୁତ ମାନେ ବଡ ମାନେ ଭିଡିଓଟା ପଡିଛି ମାନେ ମୋବାଇଲରେ ପଡିଛି ଆପଣ ମାନେ ଦେଖିବେ ଏବେ ଆଉ ବହୁତ ସମୟ ମତେ ବି ଲାଗିଥିଲା ଏଇଠି ଦେଖନ୍ତୁ ମୁଁ ଆଳୁ ପରଟା ପାଇଁ ବି ରେଡି କରିକି ରଖିଦେଇଥିଲି ସେଇଠି ଏଠି ଝିଅ ପାଇଁ ବି ରେଡି କରିଦଉଛି କାହିଁକିନା ସିଏ ବି ବସିଛି ଖାଇବା ପାଇଁ ପୁଅକୁ ଆଗ କରିକି ଦେଇଦେବି ତାପରେ ଏଇ ଟାୱା ଟା ବାହାର କରିଦେଇଥିଲି କାହିଁକିନା ଟାୱା ଟା ଅଣ୍ଡା ହେଇଯାଇଛି ପୁଅ ଝିଅ ଖାଇବନି ନା ସେ ଯୋଉ ବାହାର କରିଦେଇଥିଲି ଏଇ ଟାୱା ବାହାର କରିଦେଇକି ଆଉ ଗୋଟେ ଟାୱାରେ ବସେଇଥିଲି ଏଠି ଦେଖନ୍ତୁ ଆଳୁ ପରଟା ମୁଁ ଭିତରେ ଆଳୁ ଦେଇକିନା ତାକୁ ବି କଭର କରିକି ଏମିତି ତାକୁ ଟିକେ ଏମିତି କୋଉଠି ସେ ମାନେ ଯୋଉଟା ଚକଲା ବେଲନ ନା କଣ କୁହନ୍ତି ତାକୁ ମୋର ଗ୍ରାନାଇଟରେ ତାକୁ ଏମିତି ତାକୁ ଥପେଇକି ତାକୁ ସାଇଜ ଟିକେ କରିଦେଇଥିଲି ତାପରେ ସ୍ଲୋଲି 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 ମୁଁ କଣ କରିଥିଲି ନା ବେଲିଥିଲି ତାକୁ
ଏମିତି କରିଥିଲି। ଆଉ ତାପରେ ଝିଅକୁ ଦେଇ ସାରିବା ପରେ ମୁଁ ତାପରେ ରେଡି କରିଥିଲି ପାଳିବା ଭୋଗ ପାଇଁ। ଏଠି ଦେଖନ୍ତୁ ଆପଣ ମାନେ ସବୁ ଦେଖିକି ମତେ କମେଣ୍ଟ କରିକି ନିଶ୍ଚୟ ଜଣେ ଯିଏ ବି ନୂଆ ଆସିଥିବ ପ୍ଲିଜ ସବସ୍କ୍ରାଇବ କରିଦିଅନ୍ତୁ। ଆମର ୟୁଟ୍ୟୁବ ଫ୍ୟାମିଲି ଟାକୁ ଟିକେ ବଢେଇ ଦିଅନ୍ତୁ ପ୍ଲିଜ। ସବସ୍କ୍ରାଇବ କରିଦେବେ ଆଉ ପ୍ଲିଜ ଲାଇକ୍ କରିଦିଅନ୍ତୁ। ଆଉ ଆପଣ ମାନେ ଦେଖନ୍ତୁ ଟିକେ ଦେଖିକି ନା ମତେ କମେଣ୍ଟ କରିକି ଜଣେଇବେ। ଦେଖନ୍ତୁ ପୁଅ ପାଇଁ ପରଟା କରିଦେଲେଣି। ପରଟା କରିକି ତା ପାଇଁ ଅଲଗା ଅଲଗା ଥୋଇ ଦଉଛି। ଏଠି ଆଳୁ ପରଟା ପାଇଁ ବି ରେଡି କରିଦେଲେଣି କାହିଁକିନା ଛୁଆ ମାନେ ଆସିଲେଣି ସବୁ ବସିଲେଣି ଡାଇନିଂ ରେ ଖାଇବା ପାଇଁ। ଆଉ ଏଠି ଦେଖନ୍ତୁ ପୁଅ ପାଇଁ ଏମିତି ମୁଁ ପ୍ରାୟ ସମୟ କରିଦିଏ। ତାର ଏଇଟା ହଉଛି ତାର ଫେବରେଟ ଖାଇବା। ଆଉ ଅଣ୍ଡା ଏମିତି କରିକିନା ତାକୁ କଣ କରେ ଏମିତି ପରଟା ଗୋଟେ ଦେଇଦିଏ। ତାକୁ ଆଉ ଗୋଟେ ଉପରେ ଏମିତି ରଖିକିନା ଆଉ ଥରେ ଆଉ ଗୋଟେ ପରଟା ଏମିତି ଦେଇକିନା ତାକୁ ଦିପଟେ ଓଲଟା ଓଲଟି କରିକି ତାକୁ ଚାରି ଭାଗ କରିକି ସାଣ୍ଡୱିଚ ଟାଇପ ରେ ତାକୁ ଦେଇଦିଏ। ଏମିତି କରିକି ଦେଇଦେଲେ ସେ ପୁରା ପେଟ ପୁରେଇକି ଖାଇଦବ ଆରାମସେ। ସେ ମାନେ ହଷ୍ଟେଲ ରୁ ଆସିଛି ନା ଆପଣ ମାନେ ଜାଣିଥିବେ ହଷ୍ଟେଲ ର। ଆଉ ସେଇ ଯୋଗୁ ସେ ଆସିଲା ମାନେ ପୁରା ସବୁବେଳେ ମତେ କୁହେ ମାମା ଏମିତି କରିବୁ ସେମିତି କରିବୁ ବୋଲି। ଆଉ ଜାଣିଛନ୍ତି ତ ହଷ୍ଟେଲ ର ଖାଇବା କେମିତିଆ। ଆଉ ଏଇଠି ଦେଖନ୍ତୁ ତା ପାଇଁ ଏବେ ରେଡି କରିଦେଲିଣି। ରେଡି କରିକି ବାହାର କରିଦେଲି। ଆଉ ଗୋଟେ ଏଇଟା କଣ କରିଥିଲି ନା ପୋଛା ପୋଛି ସବୁ କରିଦେଲି ଏଇଠି କାହିଁକିନା ଅଣ୍ଡା ପଡିଥିବ ଇଏ ପଡିଥିବ। ସେ ଯୋଉ ଗ୍ୟାସ ଫ୍ୟାସ ସାଇଡ ରୁ ଟିକେ ପୋଛିଦେଲି। ପୋଛି ଦେଇକିନା ସେ ଟାୱା ସାଇଡ କରିଦେଇକିନା ଆଉ ଗୋଟେ ଟାୱା ବସେଇଦେଲି। ଏଇଠି ଦେଖନ୍ତୁ ଟାୱା ସାଇଜ ର ପୁରା ଆଳୁ ପରଟା ଟା ହେଇଛି ନା। ଆଉ ସେଇଠି ବି ପନିର ଟିକେ ଥିଲା ପନିର ଚିଲି କରିଥିଲି। ଆଉ ତାର ସକାଳେ ବୋଧେ ଚିଲି କରିଥିଲି ମାନେ ଚିଲି ପନିର ଚିଲି କରିଥିଲି ଟିକେ ରହିଥିଲା। ଆଉ ଏଇଠି ଦେଖନ୍ତୁ ପୁଅ ଏଇଠି ବସିଛି ସାଇଡ ରେ ବି। ଆଉ ସେ ତାକୁ ବି ଦେଇଦେଲିଣି ପ୍ଲେଟ ରେ ସେ ଗେମ୍ ଖେଳୁଛି। ମାନେ ହଷ୍ଟେଲ ରେ ତାକୁ ମୋବାଇଲ ଆଲାଉ ନାହିଁ ନା। ଏଇଠି ଘରୁ ଆସିଲା ମାନେ ଟିକେ ସେ ମୋବାଇଲ ଟିକେ ଖେଳୁଛି। ଆଉ ଏଇଠି ତାକୁ ପାଟି କରୁଥିଲି ମୁଁ କହିଲି ଖାଇଦିଏ ବୋଲି। ଏଇଠି ଦେଖନ୍ତୁ ବସିକିନା ବି ସେ ଖାଉଛି କାହା ସହିତ କଥା ହେଇ ଖାଇଦଉଛି। ଖାଇସାରିଲା ପରେ ଏଇଠି ମୁଁ ବି ରେଡି କରିସାରିଲିଣି ଝିଅକୁ ବି ଦେଇଦେବି। ଝିଅକୁ ଦେଇ ସାରିଲା ପରେ ମୁଁ ବି ମୋ ପାଇଁ ବି ରେଡି କରିଦଉଛି କାହିଁକିନା ଆଉ ଗୋଟେ ଏକ୍ସଟ୍ରା କରିଦେଇ କିଏ ବି ଖାଇବେ ଯଦି ଖାଇବେ। ଆଉ ଏଇଠି ଦେଖନ୍ତୁ ମୁଁ ଏଇଟା ଏମିତି କରିକି ଫୋଲ୍ଡ କରିଦିଏ। ଫୋଲ୍ଡ କରିକି ଆସ୍ତେ ଆସ୍ତେ ମାନେ କଣ କରିବେ ନା ହାତରେ ଟିକେ 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 ପ୍ରେସ୍ କରିଦେବେ। ତାପରେ ଯାଇକି ବେଲଣା ଇଏରେ ଟିକେ ଟିକେ ସ୍ଲୋଲି ତାକୁ ଇଏ କରିବେ। ଯଦି ନ କରିବେ ନା ମାନେ ଆଳୁ ଟା ଯଦି ସମାନ ଯଦି ନହେଲା ନା ଫାଟିଯିବ। ଏଠି ଦେଖନ୍ତୁ ପୁଅ ବି ଅନଉଥିଲା କ୍ୟାମେରାକୁ। ଆଉ ଏଇଠି ମୁଁ ତା ଅନୁସାରେ ରେଡି କରିଦଉଥିଲି ଶୀଘ୍ର ଶୀଘ୍ର ଇଏ କରିକି ରେଡି କରିଦେବି। ରେଡି କରିକି ମୁଁ ଦେଇଦେବି ଦୁଇ ଜଣ ଯାକୁ ମାନେ ପାଡ଼ି ବାବୁଙ୍କୁ ଆଉ ଝିଅକୁ ବି ଦେଇଦେବି। ତାପରେ ମୁଁ ଖାଇଦେବି। ଖାଇଦେଲା ପରେ କାମ ସରିଲା। ମୁଁ ଆଉ ସେଦିନ ବି କିଛି କରିନଥିଲି। ଆଉ ଆପଣ ମାନେ ଦେଖିବେ ସେଦିନ ବୋଧେ ଭେଣ୍ଡି ଥିଲା ଭେଣ୍ଡି ତରକାରୀ ଟିକେ ଥିଲା ପାଡ଼ି ବାବୁଙ୍କ ପାଇଁ। ମୁଁ ସେ ଭେଣ୍ଡି ତରକାରୀ ହିଁ ଦେଇ ଦେଇଥିଲି ପାଡ଼ି ବାବୁ ଖାଇ ଦେଇଥିଲେ। ଆଳୁ ଆଉ ଭେଣ୍ଡି ତରକାରୀ କରିଥିଲି। ଏମିତି ଦେଖନ୍ତୁ ଝିଅ ପାଇଁ ବି ରେଡି କରିଦେଲେଣି ଆଉ ମୋ ପାଇଁ ବି ପକେଇଦେଲି। ଆଉ ଗୋଟେ ବି ରେଡି କରିକି ଥୋଇଦେବି କାହିଁକିନା ଗୋଟେ ଗୋଟେ ତ ପେଟ ପୁରି ଯାଉଛି। ଏତେ ବଡ ବଡ ପରଟା ନା ଗୋଟେ ଗୋଟେ ପେଟ ପୁରି ଯାଇଥିଲା। ଏଠି ଝିଅ ଆସିଲା ବୋଲି ଆଉ ଟିକେ ଗରମ କରିଦେଲି। ଆଉ ଆପଣ ମାନେ ସବୁ କେମିତି ପରଟା କରୁଛନ୍ତି ମତେ କମେଣ୍ଟ କରିକି ଜଣେଇବେ। ଆଉ ମୁଁ ତ ଏମିତି କରେ ପ୍ରାୟ ସମୟ ମୁଁ ଏମିତି କରେ। ଆପଣ ମାନେ ସବୁ କେମିତି କରୁଛନ୍ତି ମତେ କମେଣ୍ଟ କରିକି ଜଣେଇବେ। ଆଉ ପ୍ଲିଜ ଯିଏ ବି ନୂଆ ଥିବେ ମୋ ଚ୍ୟାନେଲ କୁ ଯିଏ ବି ନ ଆସିଥିବେ ପ୍ଲିଜ ସବସ୍କ୍ରାଇବ କରିଦେବେ। ଆଉ ପ୍ଲିଜ ଟିକେ ଶୀଘ୍ର ଶୀଘ୍ର ବଢାନ୍ତୁ ନା। ମୋର ଟିକେ ଟିକେ ଶୀଘ୍ର ବଢେଇଲେ ସିଏ ୟୁଟ୍ୟୁବ ଫ୍ୟାମିଲି ମୋର ଟିକେ ବଢିଯିବ। ଆଉ ଆପଣ ମାନଙ୍କୁ ନୂଆ ନୂଆ ଭିଡିଓ ଦେବି ଆଉ ଆପଣ ମାନେ ବି ଦେଖିବେ। ଆଉ ଏଇଠି ଦେଖନ୍ତୁ ପାଡ଼ି ବାବୁଙ୍କ ପାଇଁ ବି ରୁଟି ରେଡି କରିଦେଲେଣି। ଆଉ ଆପଣ ମାନେ ସବୁ କଣ କରୁଛନ୍ତି କଣ ନାହିଁ ମତେ ଟିକେ କମେଣ୍ଟ କରିକି ଜଣାନ୍ତୁ। ଆଉ ଏଇ ଭିଡିଓ ତ ଥିଲା ଭିଡିଓ କାହିଁକିନା ଭିଡିଓ କଣ ହେଇଛି ନା ଏଡିଟିଂ କରିନଥିଲି। ଆଉ ଏଇଠି ଦେଖନ୍ତୁ ଶୁଣନ୍ତୁ ମୁଁ କଣ କଣ କହୁଛି। ମୁଁ ଖାଉଛି ଆପଣ ମାନଙ୍କ ସହିତ କଥା ହଉଛି। ହ୍ୟାଲୋ ଗାଇସ୍ ଆପଣ ମୁଁ ଦେଖେଇଲି ଏବେ କଣ କରୁଥିଲି କଣ ନାହିଁ। ଏଠି ଦେଖନ୍ତୁ ଆଳୁ ପରଟା ଆଉ ଏଠି କଣ ଆମଲେଟ୍ କରିଥିଲି। ଆମଲେଟ୍ ତ ପୁଅକୁ ଦେଇ ଦେଇଥିଲି କଣ ତାକୁ ପରଟା କରିକି। ଆଉ ସେଥିରେ ତଳେ ପରଟା ତା ଉପରେ ଆମଲେଟ୍ ପୁଣି ପରଟା ଏମିତି କରିକି ତାକୁ ସାଣ୍ଡୱିଚ୍ ଟାଇପ୍ର କରିକି ଦେଇ ଦେଇଥିଲି। ଆଉ ଝିଅ ତ ଖାଇନଥିଲା ଝିଅ ପାଇଁ ଆଳୁ ପରଟା ଆଉ ପନିର ଚିଲି ଥିଲା।
पनीर चिल्ली सहित से खाई पाड़ी बाबू भेंडी भाजी देती कहीं पाड़ी बाबू को पनीर खाया से पसंद करते भेंडी फ्राए कर देती भेंडी सहित से खाईदे खाई खाई आपण मन सहित कथा होची आज टी देहटा टी भल अच्छे आपण मैंने फेस माने आप जापे मो फेस पूरा डाउन हो मुझे बसले भी डाइनिंग बसले भी ये मुझे तकिया देकी बसुची ये जगह पेन ने मेडिसिन खाऊँ देख कौन टिके टिके अच्छी खाली काम अच्छी ये टिके काम अच्छी खाली से अंडाटा रखी फ्रिज रखी बासन बासन सब धोई देती देख बासन भी सब धोई देती किसी काम ना खाली काउंटर टपटा पोछीदेवी काम सरला आज वीडियो ये रखुची काली देखा आ गोटे नुआ वीडियो प्लीज नुआ जी आसो प्लीज सब्सक्राइब करदेवे पाखे थे बेल बटन टाक प्रेस कर देते प्लीज ठीक शेयर कर दिंतु शेयर करदे मोर भी यूट्यूब फैमिली टे बढ़ी टे शेयर कर दिंतु जड़े जड़े 3टा लाखे शेयर कले आप केते गुड़े शेयर हो पार मैंने भावतु मोर से जो आपण मैंने शेयर कर दिंतु टे शेयर करदे मोर इंस्टाग्राम भी आईडी सुजाता पाढ़ी 7 आपण मैंने जाकि मोर से भी फॉलोअप करनी फेसबुक रे भी सुजाता पाढ़ी अच्छी आईडी रे आपण से भी जाकि करंतु देखंतु से भी मो रील्स आउची आ इंस्टाग्राम रे भी रील्स छाड़ुची मु प्लीज सब्सक्राइब करदेवे वीडियो टिके भी भल लगी रही बाय बाय देखा नुआ वीडियो रे बाय बाय बाय।